ପୂର୍ବତଟ ରେଳପଥ ପକ୍ଷରୁ ଭୁବନେଶ୍ୱର ସ୍ଥିତ ରେଳବାଇ ଷ୍ଟାଡିୟମଠାରେ 76ତମ ଗଣତନ୍ତ୍ର ଦିବସ ପାଳନ କରାଯାଇଥିଲା, ଯେଉଁଠାରେ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ପୁଙ୍କୁୱାଲ ଜାତୀୟ ପତାକା ଉତ୍ତୋଳନ କରି ଆୟୋଜିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହିତ ରେଳବାଇର ସମସ୍ତ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ସେ କହିଛନ୍ତି ଯେ ଗଣତନ୍ତ୍ର ଦିବସ ହେଉଛି ଦେଶର ସେବା। ସମ୍ବିଧାନରେ ଦର୍ଶାଯାଇଥିବା ମୂଲ୍ୟବୋଧକୁ ବଞ୍ଚାଇ ରଖିବା ଏବଂ ଦେଶରେ ଶାନ୍ତି, ସୌହାର୍ଦ୍ଦ୍ୟ ଏବଂ ଗଣତାନ୍ତ୍ରିକ ନୀତି ପ୍ରତି ଆମର ପ୍ରତିବଦ୍ଧତାକୁ ସୁନିଶ୍ଚିତ କରିବାର ଏକ ସମୟ। ଏହି ମହତ୍ତ୍ୱପୂର୍ଣ୍ଣ ଅବସରରେ ମହାପ୍ରବନ୍ଧକ ଚଳିତ ଆର୍ଥିକ ବର୍ଷରେ ରେଳପଥ ଦ୍ୱାରା ପ୍ରମୁଖ ସଫଳତା ସମ୍ବନ୍ଧରେ ସୂଚନା ଦେଇ ରେଳ କାର୍ଯ୍ୟ, ଭିତ୍ତିଭୂମି ବିକାଶ ଏବଂ ଯାତ୍ରୀ ସେବାରେ ଉଲ୍ଲେଖନୀୟ ମାଇଲ ଖୁଣ୍ଟକୁ ପ୍ରତି ଆଲୋକପାତ କରିଥିଲେ। ପୂର୍ବତଟ ରେଳପଥ ସଫଳତାର ସହିତ 200 ନିୟୁତ ଟନ୍ରୁ ଅଧିକ ଐତିହାସିକ ପଣ୍ୟ ବୋଝେଇ ମାଇଲ ଖୁଣ୍ଟ ହାସଲ କରିଛି, ଯାହାକି ସମସ୍ତ ରେଳ ଜୋନ୍ ମଧ୍ୟରେ ସର୍ବୋଚ୍ଚ ଏବଂ ଏହା ପୂର୍ବବର୍ଷ ତୁଳନାରେ 5 ଦିନ ପୂର୍ବରୁ ରେକର୍ଡ 290 ଦିନରେ ଏହି ସଫଳତା ହାସଲ କରିଛି। ଯାତ୍ରୀଙ୍କ କଲ୍ୟାଣ ଏବଂ ନିରାପତ୍ତାକୁ ପୂର୍ବତଟ ରେଳପଥ ପ୍ରାଥମିକତା ଦେଇ ଚାଲିଛି। ଚଳିତ ବର୍ଷ 12 କୁମ୍ଭମେଳା ବିଶେଷ ଟ୍ରେନ୍ ସମେତ 1781ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯାଇଛି। ଏହା ସହିତ ଯାତ୍ରୀ ଭିଡ଼ ଋତୁକାଳୀନ ଚାହିଦା ପୂରଣ କରିବା ପାଇଁ ନିୟମିତ ଟ୍ରେନ୍ରେ 4545 କୋଚ୍ ସଂଯୋଗ କରାଯାଇଛି। ଯାତ୍ରୀଙ୍କ ଆରାମଦାୟକ ଯାତ୍ରା ଏବଂ ନିରାପତ୍ତାକୁ ଉନ୍ନତ କରି ଆଧୁନିକ LHB ରେକ୍ ସହିତ 6 ଯୋଡ଼ା ଟ୍ରେନ୍ ପ୍ରଚଳନ କରାଯାଇଛି। 2024 ରଥଯାତ୍ରା ସମୟରେ ପୂର୍ବତଟ ରେଳପଥ କର୍ମଚାରୀ, ବିଶେଷ କରି ଖୋର୍ଦ୍ଧା ରୋଡ୍ ଡିଭିଜନରୁ 321ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯାଇ ପ୍ରାୟ 15 ଲକ୍ଷ ଭକ୍ତଙ୍କୁ ଯାତ୍ରା ସେବା ପ୍ରଦାନ କରି ଅତୁଳନୀୟ ସେବା ପ୍ରଦାନ କରାଯାଇଥିଲା। ଉଲ୍ଲେଖନୀୟ ପ୍ରକଳ୍ପ ଗୁଡ଼ିକରେ ଖୋର୍ଦ୍ଧା ରୋଡ୍, ବଲାଙ୍ଗୀର ନୂତନ ରେଳ ଲାଇନ୍ ଏବଂ ବିଭିନ୍ନ ବିଦ୍ୟୁତକରଣ ପଦକ୍ଷେପ ଅନ୍ତର୍ଭୁକ୍ତ। ଏହି ଜୋନ୍ ଟନେଲିଂ କାର୍ଯ୍ୟ ସହିତ ଅନେକ ଯାତ୍ରୀ କେନ୍ଦ୍ରୀୟ ତଥା ବରଗଡ଼ ରୋଡ୍, ନୂଆପଡ଼ା ରୋଡ୍ ନୂତନ ଲାଇନ୍ ଏବଂ ସଡ଼କ ଓଭର ବ୍ରିଜ୍ ନିର୍ମାଣ ସମେତ ଅନେକ ସାର୍ବଜନୀନ କେନ୍ଦ୍ର ପ୍ରକଳ୍ପର କାର୍ଯ୍ୟ ମଧ୍ୟ ସମ୍ପାଦନ କରିବାରେ ସଫଳ ହୋଇଛି। ନିରାପଦ ଏବଂ ଦକ୍ଷ ଟ୍ରେନ୍ ଚଳାଚଳ କାର୍ଯ୍ୟକୁ ସୁନିଶ୍ଚିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଉନ୍ନତିମୂଳକ କାର୍ଯ୍ୟ ସହିତ ପୂର୍ବତଟ ରେଳପଥ ପାଇଁ ସୁରକ୍ଷା ଏକ ପ୍ରାଥମିକତା ଅଟେ। ନୂତନ ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ପ୍ରଣାଳୀର କାର୍ଯ୍ୟକ୍ଷମ ହଟ୍ ଆକ୍ସଲ୍ ବକ୍ସ ଡିଟେକ୍ଟର ଗୁଡ଼ିକର ସଂସ୍ଥାପନ ଏବଂ ଏକ ଫୁଲ୍ ସ୍କେଲ୍ ମିଳିତ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସର ସଫଳ ସମାପ୍ତି ହେଉଛି ପ୍ରମୁଖ ସଫଳତା। ଏଥିସହିତ ପୂର୍ବତଟ ରେଳପଥ 170 ରୋଡ୍ ଓଭରବ୍ରିଜ୍ ROBS ନିର୍ମାଣ ଘୋଷଣା କରିଛି, ଯେଉଁଥିରେ 5ଟି ROB ଏବଂ 3ଟି ଫୁଟ୍ ଓଭରବ୍ରିଜ୍ FOB ଏହି ଆର୍ଥିକ ବର୍ଷରେ ସମାପ୍ତ ହୋଇଛି। ଏହି ରେଳପଥ ମଧ୍ୟ 18 ମାନବ ସ୍ତରୀୟ ଲେବଲ୍ କ୍ରସିଂକୁ ହଟାଇଲା ଏବଂ ସମାନ ଅବଧିରେ 20ଟି ଉପମାର୍ଗ ROB ଏବଂ 75 ରେଲୱେ ଅଣ୍ଡରବ୍ରିଜ୍ RUBSକୁ କାର୍ଯ୍ୟକ୍ଷମ କରିଛି। ଅଧିକନ୍ତୁ ରେଳ ନବୀକରଣ ମାଧ୍ୟମରେ 225 କିଲୋମିଟର ଏବଂ ସ୍ଲିପର ନବୀକରଣ ମାଧ୍ୟମରେ 351 କିଲୋମିଟର କାର୍ଯ୍ୟ ମଧ୍ୟ ସମାପ୍ତ ହୋଇଛି। ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ପୁଙ୍କୁୱାଲ ସମସ୍ତ ଐତିହାସିକ ମାଇଲଖୁଣ୍ଟ ହାସଲ କରିବାରେ ଅଦ୍ୟମ ନିଷ୍ଠା, କଠିନ ପରିଶ୍ରମ ଏବଂ ପ୍ରତିବଦ୍ଧତା ପାଇଁ ସମସ୍ତ
ରେଳ କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ ଅଭିନନ୍ଦନ ଜଣାଇ ଗଣତନ୍ତ୍ର ଦିବସ ପାଳନ କରିଛନ୍ତି। ପୂର୍ବତଟ ରେଳପଥ ଏହି ଗଣତନ୍ତ୍ର ଦିବସରେ ରେଳ ସେବା, ନିରାପତ୍ତା ଏବଂ ଭିତ୍ତିଭୂମି ବିକାଶରେ ଉତ୍କର୍ଷତା ପାଇଁ ଜାରି ରହିଥିବା ପ୍ରତିବଦ୍ଧତାକୁ ସୁନିଶ୍ଚିତ କରି ଦେଶର ପ୍ରଗତିରେ ଅବଦାନ ଜାରି ରଖିଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ମହାପ୍ରବନ୍ଧକ ମହେଶ କୁମାର ବେହେରାଙ୍କ ସହିତ ସମସ୍ତ ପ୍ରମୁଖ ବିଭାଗୀୟ ଅଧିକାରୀ, ବରିଷ୍ଠ ଅଧିକାରୀଗଣ ତଥା କର୍ମଚାରୀ ଏବଂ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ ସଭାପତି କବିତା ପୁଙ୍କୁୱାଲଙ୍କ ନେତୃତ୍ୱରେ ସଂଗଠନର ସମସ୍ତ ସଦସ୍ୟଗଣ ଉପସ୍ଥିତ ଥିଲେ। ଏହି ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଭାରତ ସ୍କାଉଟ୍ ଆଣ୍ଡ ଗାଇଡ୍ସ ସ୍ୱେଚ୍ଛାସେବୀମାନଙ୍କ ସହ ସ୍କୁଲ ପିଲାମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ବ୍ୟୁରୋ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।